କେଉଁ ପରିସ୍ଥିତିରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ତାଙ୍କର ଅମାନତ ରାଶି ହରାଇଥାନ୍ତି? ଅମାନତ ରାଶିର ଅର୍ଥ ହେଉଛି ବ୍ୟକ୍ତି ଜଣକ ଫର୍ମ ଭରିଲା ବେଳେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ କିଛି ରାଶି ଜମା ଦିଅନ୍ତି। ଯଦି ସେ ହାରିଯାଆନ୍ତି ତେବେ ସେ ରାଶି ତାଙ୍କୁ ଫେରସ୍ତ ଦିଆଯାଏ। ଯଦି ଜିତନ୍ତି ବି ତାଙ୍କ ରାଶି ତାଙ୍କୁ ଫେରସ୍ତ ଦିଆଯାଏ। କିନ୍ତୁ କେଉଁ ପରିସ୍ଥିତିରେ ତାଙ୍କୁ ଅମାନତ ରାଶି ଫେରସ୍ତ ଦିଆଯାଏ ନାହିଁ? ଯଦି ପ୍ରାର୍ଥୀ ଜଣକ ହାରିଯାଆନ୍ତି ଏବଂ ତାଙ୍କର ନିର୍ବାଚନ ମଣ୍ଡଳୀରୁ ମିଳିଥିବା ସମସ୍ତ ସିଦ୍ଧମତ ଭୋଟର 1/6ରୁ ସେ କମ୍ ଭୋଟ ପାଇଥାନ୍ତି, ଅର୍ଥାତ୍ ଏକ ଷଷ୍ଠାଂଶ ସମର୍ଥନ ଲାଭ ନ କରନ୍ତି, ତେବେ ତାଙ୍କର ଅମାନତ ରାଶି ଫେରସ୍ତ ଦିଆଯାଏ ନାହିଁ। ଆମେ ଦେଖିବା, ମନେକର କୌଣସି ଏକ ଜାଗାରେ 60ଟି ଭୋଟ ସିଦ୍ଧମତ ଭୋଟ ମିଳିଛି, ତାକୁ ଯଦି ଆମେ 6 ଭାଗ କରିବା ତେବେ ତାଙ୍କ ବାଣ୍ଟରେ 10ଟି ଭୋଟ କିମ୍ବା 10ରୁ ଉର୍ଦ୍ଧ୍ୱ ଭୋଟ ପଡ଼ିଥିବାର ଅଛି। ଯଦି ତାହାଠୁ 10ରୁ କମ୍ ଭୋଟ ମିଳିଥିବ ତେବେ ତାଙ୍କର ଅମାନତ ରାଶି ତାଙ୍କୁ ଫେରସ୍ତ ଦିଆଯିବ ନାହିଁ। ସ୍ୱାଧୀନ ପ୍ରାର୍ଥୀଙ୍କୁ କିଏ ନିର୍ବାଚନ ସଂକେତ ପ୍ରଦାନ କରନ୍ତି? ସ୍ୱାଧୀନ ପ୍ରାର୍ଥୀଙ୍କୁ ଭାରତର ନିର୍ବାଚନ ଆୟୋଗ ତାଙ୍କ ତରଫରୁ ତାଙ୍କ ଇଚ୍ଛା ଅନୁସାରେ ଗୋଟିଏ ସଂକେତ ପ୍ରଦାନ କରନ୍ତି।